ଆଗକୁ ରାକ୍ଷୀ ଆସିଲାଣି। ରାକ୍ଷୀ ଦିନରେ ଭାଇ ପାଇଁ ନିଜ ହାତରେ କିଛି ମିଠା ବନେଇବାକୁ ଭାବୁଛନ୍ତି ତ ବଜାରରୁ ମିଠା ଆଣିବା ଦରକାର ନାହିଁ। ଘରେ ଥିବା ବେସନ ଆଉ ଅମୁଲ ଦେଇ ଆପଣ ବନେଇ ପାରିବେ ଏତେ ସ୍ୱାଦିଷ୍ଟ ମିଠା। ଥରେ ନିଶ୍ଚିନ୍ତ ଟ୍ରାଏ ନ କଲେ ଜାଣିପାରିବେନି। ଭିଡ଼ିଓ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଗୁନୁସୋଡ଼ା କିଚେନକୁ ଆପଣମାନଙ୍କୁ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏହି ମିଠାଟି ବନେଇବା ପାଇଁ ପ୍ରଥମେ ମୁଁ ଗୋଟେ କରେଇ ନେଇଯାଇଛି। କରେଇରେ ଏଠି ମୁଁ ଦେଇଛି 100 ଗ୍ରାମ ପାଖାପାଖି ଏଠି ମୁଁ ଘିଅ ଦେଇଛି। ତ ଗୋଟେ କପ୍ ହଉ ବା ଗୋଟେ ଗିନା ହଉ ସେଟ୍ କରି ନେବେ, ସେଇଥିରେ ସବୁ ଜିନିଷ ମାପିକି ନେବା। ତ ଦେଖନ୍ତୁ ଏଠି ମୋର ଘିଅ ଭଲ ଭାବରେ ଗରମ ହେଇସାରିଲାଣି। ତ ମୁଁ ଏଠି ଗୋଟେ କପ୍ ନର୍ମାଲ ବେସନ ଯେଉଁ ଆସେ ମାର୍କେଟରେ ସେ ବେସନ ଦେଇଛି। ତ ଦେଖନ୍ତୁ ଆକୁ ଭଲ ଭାବରେ ମିଶାଇ ନେବା, ଯେମିତି ବେସନ ଆଉ ଘିଅରେ ଜମା ଲମ୍ସ ଆସିବନି କି ଜମା ବିଣ୍ଡା ହେବନି। ଭଲ ଭାବରେ ଆକୁ ମିଶାଇ ନେବା, ଏମିତି ଫର୍ମାଟକୁ ନେଇ ଆସିବା। ଏ ଭଲ ଭାବରେ ଏଠି ବେସନ ପୁରା ଘିଅକୁ ଛାଡ଼ି ସାରିଲାଣି। ତ ଦେଖନ୍ତୁ ଏଠି ମୁଁ ଅଧ କପ୍ ଦେଇଛି ଏଠି ମଇଦା। ଆପଣ ଯେକୌଣସି ଗିନା ବା କପ୍ ହଉ ଗୋଟେ ଗ୍ଲାସ୍ ହଉ ସେଟ୍ କରି ନେବେ। ତ ଏଠି ସବୁ ବେସନ ଆଉ ମଇଦାକୁ ମୁଁ ଏଠି ଭଲ ଭାବରେ ଘିଅ ସହିତ ପୁରା ମିଶାଇ ନେବି, ଯେମିତି ଏଇଟା ବି ଜମା ବି ବିଣ୍ଡା ନ ରହିବ। ଦେଖନ୍ତୁ ଭଲ ଭାବରେ ପୁରା ବଢ଼ିଆ ଭାବରେ ମିଶାଇବେ, ନହେଲେ ଖାଇବା ପାଇଁ ଭଲ ଲାଗିବନି। ତେଣୁକରି ଆମେ ଭଲ ବେସନକୁ ଆଉ ମଇଦାକୁ ଘିଅ ସହିତ ଭଲ ଭାବରେ ଭାଜିବା, ଯେମିତି ଆର ହାଲକା କଲର୍ ଚେଞ୍ଜ ହେଇଯିବ ଆଉ ଇଏ ପୁରା ଲମ୍ସ ଫ୍ରି ହେଇଯିବ, ସେ ପର୍ଯ୍ୟନ୍ତ ଆମେ ଆକୁ ଭାଜିବା। ଏଠି ମୋର ଇଏ ହେଇଗଲାଣି। ତ ମୁଁ ଯେଉଁ କପ୍ରେ ମାପିକି ମଇଦା ନେଇଥିଲି ବେସନ ନେଇଥିଲି ସେଇ କପ୍ରେ ମାପିକି ମୁଁ ଅଧ କପ୍ ନେଇଯାଇଛି ଏଠି ଅମୁଲ ପାଉଡ଼ର। ଆପଣ ଯେକୌଣସି ବ୍ରାଣ୍ଡର ବି ମିଲ୍କ ପାଉଡ଼ର ବ୍ୟବହାର କରିପାରିବେ। ମୁଁ ଏଠି ଅମୁଲ ବ୍ରାଣ୍ଡର ନେଇଛି। ତାକୁ ଭଲ ଭାବରେ ୟାକୁ ବି ମିଶାଇ ନେବା। ଦେଖନ୍ତୁ ଯେମିତି ଇଏ ବି ବିଣ୍ଡା ହେବନି ସେଇ ପର୍ଯ୍ୟନ୍ତ ଭାଜିବେ। ମୁଁ ଏଠି ଗ୍ୟାସ୍ ଫ୍ଲେମ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଥିଲି। ଆପଣ ସବୁକୁ ଭଲ ଭାବରେ ମିଶାଇବେ। ଇଏ ଯେତେ ଗରମ ହେବ ସେତେ ବଢ଼ିଆ ଭାବରେ ମିଶିଯିବ ସବୁ। ଏଠି ମୋର ପୁରା ହେଇଗଲାଣି। ଆକୁ ମୁଁ ଏବେ ଗୋଟେ ପ୍ଲେଟ୍କୁ କାଢ଼ି ନେବି। ଏଠି ମୁଁ ଗୋଟେ ପ୍ଲେଟ୍ ନେଇଯାଇଛି। ସେ ପ୍ଲେଟ୍କୁ ସବୁ ଯେଉଁ ମିକ୍ସଚର୍ କରିକି ଆମେ ରଖିଥିଲେ ବେସନ ମଇଦା ଘିଅର, ଆମେ ଏଇ ମିକ୍ସଚରରେ କିଛି ଲୁଣ ବା ଚିନି ଆଡ଼୍ କରିନେ ଆକୁ ଭଲ ଭାବେ ପ୍ରଥମେ ଥଣ୍ଡା ହେବାକୁ ଛାଡ଼ିବା। ଥଣ୍ଡା ହେଇସାରିଲା ପରେ ତାପରେ ନେକ୍ସଟ ପ୍ରୋସେସ୍ କରିବା। ଦେଖନ୍ତୁ ଏଠି ମୁଁ ଆକୁ ଭଲ ଭାବରେ ସ୍ପାଚୁଲା ସାହାଯ୍ୟରେ ଖେଳେଇ ନେଇଯାଉଛି। ଏବେ ଆକୁ ଆମେ ଛାଡ଼ିଦେବା। ଏବେ ନେକ୍ସଟ ଷ୍ଟେପ୍କୁ ଯିବା। ତ ଏଇଠି ମୁଁ ଗୋଟେ ଜାର୍ ନେଇଯାଇଛି, ଗ୍ରାଇଣ୍ଡିଙ୍ଗ ଜାର୍ ନେଇଯାଇଛି। ସେଥିରେ ମୁଁ ଏଠି 2 ରୁ 3 ଟେବୁଲ୍ ସ୍ପୁନ୍ ଚିନି ଦେଇଛି। ଆପଣ ଯେତିକି ମିଠା ଆବଶ୍ୟକ ସେତିକି ଖାଇବେ। ତ ଏଇଠି ଦେଖନ୍ତୁ ମୁଁ 2ଟା ଗୁଜୁରାତିର ମଞ୍ଜିକୁ କାଢ଼ି ନେଇଛି, ଗୁଜୁରାତି ଚୋପାକୁ ବାହାର କରିଦେଲି। ଆଉ ୟାକୁ ଭଲ ଭାବରେ ଗୋଟେ ଫାଇନ୍ ପାଉଡ଼ର ବନେଇଦେବା। ଦେଖନ୍ତୁ ଏଠି ମୋର ପାଉଡ଼ର ହେଇଯାଇଛି ସୁଗାର ପାଉଡ଼ର। ଆକୁ ଏବେ ସାଇଡ଼ରେ ରଖିବା। ତ ଦେଖନ୍ତୁ ଏଠି ମୁଁ 15 ରୁ 20 ମିନିଟ୍ ହେଇସାରିଲାଣି। ଏଠି ପୁରା ମୋର ବେସନର ଆଉ ମିକ୍ସଚର୍ ଗୁଟା ପୁରା ଥଣ୍ଡା ହେଇଗଲାଣି। ଏବେ କ'ଣ କରିବା, ଏଇ ଯେଉଁ ଚିନିଟାକୁ ଗୁଣ୍ଡ କରିକି ରଖିଥିଲେ ନା ୟାକୁ ସବୁ ଦେଇଦେବା। ୟାକୁ ହାଲକା ହାତରେ ସବୁ ଭଲ ଭାବରେ ମିଶାଇ ନେବା, ଯେମିତି ଗୋଟେ ଡୋ ସେପ୍କୁ ପଳାଇ ଆସିବ। ଆଉ ଆମେ ୟାକୁ ଭଲ ଭାବରେ, ଏଠି ମୋ ଛୋଟ ଜାଗାଟାରେ ହେଲାନି ତ ମୁଁ ଗୋଟେ ବଡ଼ ଥାଳିଟେ ନେଇଯାଇଛି। ଆକୁ ଭଲ ଭାବରେ ଯେମିତି ଅଟା ଚକଟିଲା ଭଳିଆ ଭଲ ଭାବରେ ଚକଟି ଦେବେ, ଯେମିତି ଗୋଟେ ଡୋ ସେପ୍କୁ ପଳାଇ ଆସିବ। ଏଠି ମୋର ୟାକୁ ମୁଁ ଭଲ ଭାବରେ ଚକଟି ନେଇଛି। ତାକୁ ହାତରେ ଏମିତି ଟିକେ ପ୍ରେସ୍ କରି ଗୁଳା ଟାଇପ୍ର କରିବେ। ଏମିତି ଦେଖନ୍ତୁ ବଢ଼ିଆ ଭାବରେ ଗୁଳା କରିନେବେ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ଯଦି ମୋ ରେସିପିଟା ଭଲ ଲାଗୁଛି ତ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲ ନୂଆ ଥିଲେ ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରିଦିଅନ୍ତୁ। ଦେଖନ୍ତୁ ଆକୁ ଭଲ ଭାବରେ ଗୁଳା କରିକି ଗୋଟେ ପ୍ଲେଟ୍କୁ ରଖିଦେବି। ଏ ଯେହେତୁ ଟିକେ ଘିଅ ଅଧିକ ଥିଲା ଏଇଟା ଟିକେ ବସିଲା ଟାଇପ୍ର ହେଇଯିବ। ତ ସବୁ ଗୁଡ଼ାକ ମୁଁ ସେମ୍ ସାଇଜ୍ର ଏଠି କରିନେବି। ଆକୁ ବଢ଼ିଆ ଭାବରେ ଏମିତି ପ୍ରେସ୍ କରି କରିବେ। ଏଥିରେ ଆଉ କିଛି ଦରକାର ନାହିଁ ଆଡ଼୍ କରିବା। ତ ଏଥିରେ ମୁଁ ଲୁଣ ବିଲକୁଲ ବି ପକେଇନି। ତ ଦେଖନ୍ତୁ ଏଠି ମୁଁ ଏମିତି ଗୁଳା କରିକି ସବୁ ନେଇଯାଇଛି। ଡେକୋରେଟିଭ୍ ପାଇଁ ଏଠି ଖାଲି ଗୋଟେ କାଜୁ ଏମିତି ଦେଇଦେଇଛି। ଆପଣ ଚାହିଁଲେ ପେସ୍ତା ହଉ ଯେକୌଣସି ଜିନିଷ ବି ଏଠି ଆଡ଼୍ କରିପାରିବେ। ଆକ୍ଚୁଆଲି ମିଠାଟା ବହୁତ ଟେଷ୍ଟି ଥିଲା। ଆକୁ ନିଶ୍ଚିନ୍ତ ଘରେ ଥରେ ଟ୍ରାଏ କରନ୍ତୁ। ଖାଲି ରାକ୍ଷୀ ପାଇଁ ନୁହେଁ, ଆପଣ ଯେକୌଣସି ପୂଜା ପର୍ବାଣୀରେ ବି ଏମିତି କରିପାରିବେ। ତ ରହୁଛି, ଆସିବେ ଗୋଟେ ସୁନ୍ଦର ରେସିପିକୁ ନେଇ। ଏପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ନମସ୍କାର, ରହୁଛି। ଜୟ ଶ୍ରୀ ଜଗନ୍ନାଥ।